ଓମ୍ ଶାନ୍ତି। ଆଜି ଆମେ ଶୁଣିବା ମିଠା ମିଠା ବାବାଙ୍କର ମଧୁର ମହାବାକ୍ୟ। ତାରିଖ 17/7/2026, 17 ଜୁଲାଇ 2026। ପ୍ରାତଃ ମୁରଲି ଓମ୍ ଶାନ୍ତି ବାପ ଦାଦା ମଧୁବନ। ବାବା କହୁଛନ୍ତି, ମିଠେ ବଚ୍ଚେ, ଏହି ଭାରତ ଭୂମି ନିରାକାର ବାବାଙ୍କର ଜନ୍ମଭୂମି ଅଟେ। ଏଠାକୁ ହିଁ ବାବା ଆସୁଛନ୍ତି ତୁମକୁ ରାଜଯୋଗ ଶିଖାଇ ରାଜତ୍ୱ ଦେବା ପାଇଁ, ତୁମର ସେବା କରିବା ପାଇଁ। ବାବା କହୁଛନ୍ତି, ମିଠେ ବଚ୍ଚେ, ଏହି ଭାରତ ଭୂମି ନିରାକାର ବାବାଙ୍କର ଜନ୍ମଭୂମି ଅଟେ। ଏଠାକୁ ହିଁ ବାବା ଆସୁଛନ୍ତି ତୁମକୁ ରାଜଯୋଗ ଶିଖାଇ ରାଜତ୍ୱ ଦେବା ପାଇଁ, ତୁମର ସେବା କରିବା ପାଇଁ। ଆଜିର ପ୍ରଶ୍ନ, ଶିବ ବାବା ନିଜର ପ୍ରତ୍ୟେକ ପିଲାମାନଙ୍କୁ କେଉଁ ପ୍ରତିଜ୍ଞା କରାଉଛନ୍ତି? ଶିବ ବାବା ନିଜର ପ୍ରତ୍ୟେକ ପିଲାମାନଙ୍କୁ କେଉଁ ପ୍ରତିଜ୍ଞା କରାଉଛନ୍ତି? ଉତ୍ତର, ମିଠେ ବଚ୍ଚେ, ପ୍ରତିଜ୍ଞା କର ଯେ ବାବା, ମୁଁ କୌଣସି ବି ବିକର୍ମ କରିବି ନାହିଁ। ମୁଁ 5 ବିକାରର ଦାନ ଦେଉଛି। ମନରେ ଡର ରହିବା ଦରକାର, ଯଦି ମୁଁ ଦାନ ଦେଇ ପୁଣି ଫେରାଇ ନେବି ତେବେ ବହୁତ ପାପ ହୋଇଯିବ, ଯାହା ପାଇଁ କଠୋର ଦଣ୍ଡ ଭୋଗ କରିବାକୁ ପଡ଼ିବ। ରାଜା ହରିଶ୍ଚନ୍ଦ୍ରଙ୍କ କାହାଣୀ ମଧ୍ୟ ଏହା ଉପରେ ଆଧାରିତ। ଓମ୍ ଶାନ୍ତି। ଏହା ହେଉଛି ପିଲାମାନଙ୍କର ଈଶ୍ୱରୀୟ ଛାତ୍ର ଜୀବନ। ପିଲାମାନେ ଜାଣିଛନ୍ତି ଯେ ଆମେ ତାଙ୍କ ପାଖକୁ ଆସିଛୁ। ସିଏ ହିଁ କଳ୍ପ କଳ୍ପ ଆସି ଭାରତବାସୀ ପିଲାମାନଙ୍କୁ ରାଜ୍ୟ ଭାଗ୍ୟ ଦେଇଥାନ୍ତି। ବାବା ଭାରତକୁ ହିଁ ଆସୁଛନ୍ତି ନା, ଏହା ଭାରତ ଭୂମି ଅଟେ। ନିଜର ଭୂମି ପ୍ରତି ବହୁତ ସ୍ନେହ ସମ୍ମାନ ରହିଥାଏ। ଯେପରି ବିଦେଶରେ କେହି ବଡ଼ ଲୋକ ଏଠାରେ ମରିଗଲେ ତାଙ୍କୁ ବିଦେଶକୁ ନେଇଯାଇଥାନ୍ତି, ଅଥବା ଏଠାକାର କେହି ବଡ଼ ଲୋକ ବିଦେଶରେ ମରିଗଲେ ତାଙ୍କୁ ଏଠାକୁ ନେଇ ଆସିଥାନ୍ତି, କାହିଁକି ନା ନିଜ ଭୂମିର ମାନ ରଖିଥାନ୍ତି। ଭାରତକୁ ଭଗବାନଙ୍କର ଜନ୍ମଭୂମି ବୋଲି କୁହାଯାଏ। ଏକଥା ମଧ୍ୟ ତୁମେ ଜାଣିଛ। ଯାହାକୁ ଭଗବାନ ଅଥବା ଆଲ୍ଲାହ ପରମାତ୍ମା କହୁଛନ୍ତି, ତାଙ୍କ ସମ୍ମୁଖରେ ଏବେ ତୁମେ ବସିଛ। କେତେ ଭାଗ୍ୟବାନ ପିଲା ଆମେ। ନାମ ତ ନିଶ୍ଚୟ ଦରକାର ନା। ଆଲ୍ଲାହ କହୁଛନ୍ତି, ତଥାପି ବି ଲିଙ୍ଗର ପୂଜା କରୁଛନ୍ତି। ମିକାରେ ଯାହାଙ୍କୁ ପୂଜା କରୁଛନ୍ତି କାବାରେ, ସିଏ ତ ଗୋଟେ ଲିଙ୍ଗ ସଦୃଶ ଗୋଟେ ପଥରକୁ ପୂଜା କରୁଛନ୍ତି। ବାବା ସେଥିପାଇଁ କହୁଛନ୍ତି, ଆଲ୍ଲାହ କହୁଛନ୍ତି ତଥାପି ବି ଲିଙ୍ଗର ପୂଜା କରୁଛନ୍ତି। ଈଶ୍ୱର ଅଥବା ଖୁଦା କହୁଛନ୍ତି, ତେବେ ନିଶ୍ଚୟ ତାଙ୍କର ଚିହ୍ନ ଥିବା ଦରକାର ନା। ଲିଙ୍ଗକୁ ସବୁଆଡେ ପୂଜା କରିଥାନ୍ତି। ହିନ୍ଦୁଇଜିମରେ ହଉ, ବୁଦ୍ଧିଜିମରେ ବି ହଉ, ଜାପାନରେ ବି ହଉ, କି ମୁସଲମାନ ମାନେ ବି ହୁଅନ୍ତୁ, ସମସ୍ତେ ଲିଙ୍ଗ ରୂପକୁ ହିଁ ପୂଜା କରିଥାନ୍ତି। ଲିଙ୍ଗକୁ ସବୁଆଡେ ପୂଜା କରିଥାନ୍ତି। ଆଜିକାଲି ଚିତ୍ର ଗୁଡ଼ିକରେ ମଧ୍ୟ ଦେବତା ମାନଙ୍କ ଆଗରେ ପରମ ପିତା ପରମାତ୍ମାଙ୍କର ଚିତ୍ର ଲିଙ୍ଗ ରୂପରେ ଦେଖାଇଥାନ୍ତି। ସେଥିପାଇଁ ଶଙ୍କରଙ୍କୁ ବି ଦେଖେଇଛନ୍ତି, ସେ ଲିଙ୍ଗ ସାମ୍ନାରେ ବସିକି ତପସ୍ୟା କରୁଛନ୍ତି। ଆଜିକାଲି ଚିତ୍ର ଗୁଡ଼ିକରେ ମଧ୍ୟ ଦେବତା ମାନଙ୍କ ଆଗରେ ପରମ ପିତା ପରମାତ୍ମାଙ୍କ ଚିତ୍ର ଲିଙ୍ଗ ରୂପେ ଦେଖାଇଛନ୍ତି। ସେ ହେଲେ ସବୁଠାରୁ ଉଚ୍ଚ। ତାଙ୍କର ନିଜର ଶରୀର ନାହିଁ, ସେଥିପାଇଁ ନିରାକାର କୁହାଯାଉଛି, ସାକାର ନୁହନ୍ତି। ଏବେ ତୁମେମାନେ ଜାଣୁଛ, ଆମେ ତାଙ୍କ ସମ୍ମୁଖରେ କଳ୍ପ କଳ୍ପ ଉପସ୍ଥିତ ହେଉଛୁ ଶିକ୍ଷା ନେବା ପାଇଁ। ଭଗବାନୁବାଚ ଅଟେ, ତେବେ ନିଶ୍ଚୟ ରାଜଯୋଗ ଶିଖାଉଥିବେ। ବିଦ୍ୟାର୍ଥୀମାନଙ୍କୁ ରାଜଯୋଗ ଶିଖାଇଥିଲେ ଏବଂ ସେମାନେ ରାଜାରାଣୀ ହୋଇଥିଲେ। ଲଢ଼େଇ ଆଦିର କୌଣସି କଥା ହିଁ ନାହିଁ। ଏଇ ଲକ୍ଷ୍ମୀ ନାରାୟଣ ଆଦି ଲଢ଼େଇ ଦ୍ୱାରା ରାଜତ୍ୱ ପ୍ରାପ୍ତ କରିଛନ୍ତି କି? ବାବା ପଚାରୁଛନ୍ତି। ବିଲକୁଲ ନୁହେଁ। ଦୁନିଆ ଜାଣିନାହିଁ ଯେ ଏମାନେ ସତ୍ୟ ଯୁଗରେ କିପରି ରାଜ୍ୟ ପାଇଲେ। ଏବେ ତୁମେମାନେ ଜାଣୁଛ, ଆମେ ବାବାଙ୍କ ଠାରୁ ରାଜ୍ୟ ନେଉଛୁ। ଏଇ ସଙ୍ଗମ ଯୁଗରେ ଆମେ ପାଠ ପଢିକି ଏ ରାଜତ୍ୱ ନେଉଛୁ ବାବାଙ୍କ ଠାରୁ। ଆମେ ତାଙ୍କ ସମ୍ମୁଖରେ ବସିଛୁ। ବାବା ଆମକୁ ସମ୍ମୁଖରେ ବସି ପାଠ ପଢାଉଛନ୍ତି। ସିଏ ହିଁ ବାବା ଅଟନ୍ତି, ଶ୍ରୀକୃଷ୍ଣ ନୁହନ୍ତି। ଶ୍ରୀକୃଷ୍ଣ ତ ଛୋଟ ପିଲା, ସେ ହେଲେ ରଚନା। ତ ବାବା ହଉଛନ୍ତି ରଚୟିତା। ତାଙ୍କର ପ୍ରଥମ ରଚନା ହେଇଥିଲେ ଶ୍ରୀକୃଷ୍ଣ। ସିଏ ହିଁ ଏଇ ପାଠ ପଢା ପଢିକି ନମ୍ବର 1 ପ୍ରିନ୍ସ ହେଲେ, ସତ୍ୟ ଯୁଗର ନମ୍ବର 1 ପ୍ରିନ୍ସ ରାଜକୁମାର। ବାସ୍ତବରେ ଏବେ ଶ୍ରୀକୃଷ୍ଣ ନିଜର ପଦବୀ ନେଉଛନ୍ତି, ଯିଏ ପୁଣି ଭବିଷ୍ୟତରେ ଶ୍ରୀକୃଷ୍ଣ ବୋଲାଇବେ। ଏସବୁ ପାଠ ପଢାର କଥା। ତୁମେ ଜାଣିଛ, ବାବା ଆମକୁ ରାଜଯୋଗ ଶିଖାଉଛନ୍ତି। ଯେପରି ମନୁଷ୍ୟ ମନୁଷ୍ୟକୁ ବାରିଷ୍ଟର, ଇଞ୍ଜିନିୟର ଆଦି କରାଇଥାନ୍ତି, ସମସ୍ତେ ତ ମନୁଷ୍ୟ ଅଟନ୍ତି ନା। ତୁମେ ଜାଣିଛ, ଆମେ ବି ମନୁଷ୍ୟ, କିନ୍ତୁ ଆମେ ପତିତ ଅଟୁ। ଏବେ ବାବା ଆମକୁ ପବିତ୍ର କରାଉଛନ୍ତି ଏବଂ ବର୍ଷା ମଧ୍ୟ ଦେଉଛନ୍ତି। ନୂଆ ଦୁନିଆ ହିଁ ପବିତ୍ର ଦୁନିଆ ହେବ। ନୂଆ ଦୁନିଆରେ ରାଜତ୍ୱ ହୋଇଥାଏ। ଏବେ ତୁମେ ବାବାଙ୍କ ସମ୍ମୁଖରେ ବସିଛ। ଆମେ ଯୋଉ ନୂଆ ଦୁନିଆକୁ ଯିବା, ସିଏ ହିଁ ପବିତ୍ର। ଆମ ପବିତ୍ରତାର ଶକ୍ତିରେ ଆମେ ସେଇ ନୂଆ ପବିତ୍ର ଦୁନିଆ ଆଣିବା। ନୂଆ ଦୁନିଆରେ ରାଜତ୍ୱ ହୋଇଥାଏ।
ସେଠି ତ ଗୋଟେ ଦେଶ, ଗୋଟେ ରାଜ୍ୟ, ଗୋଟେ ଭାଷା, ଗୋଟେ ମତ, ଗୋଟେ କୁଳ ଥିବ, ଏକ ଲକ୍ଷ୍ମୀ ନାରାୟଣଙ୍କର ରାଜତ୍ୱ ଥିବ। ଏବେ ସବୁ ଯଥା ରାଜାରାଣୀ ତଥା ପ୍ରଜା ଥିବେ। ଏବେ ତୁମେ ବାବାଙ୍କ ସମ୍ମୁଖରେ ବସିଛ, ଯେପରି ଲୌକିକ ପିତା ପିଲାମାନଙ୍କୁ ସ୍ନେହର ସହିତ ବସି ବୁଝାଇଥାନ୍ତି, ଇଏ ହେଉଛନ୍ତି ପାରଲୌକିକ ବିଚିତ୍ର ପିତା। କିଏ? ପରମ ପିତା ପରମାତ୍ମା ନିରାକାର ଜ୍ୟୋତିର୍ବିନ୍ଦୁ ଶିବ ବାବା, ଯାହାଙ୍କ ପାଇଁ ତୁମେ ଗାୟନ କରି ଆସିଛ, ତୁମେବ ମାତାଶ୍ଚ ପିତା। ତୁମେ ଜାଣୁଛ ଏହି ସମୟରେ ବାବା ନିଜର ଅଭିନୟ କରୁଛନ୍ତି, ଯାହାର ଭକ୍ତି ମାର୍ଗରେ ଆମେ ଗାୟନ କରୁଥିଲୁ। ତୁମେ କହୁଛ ଆମେ ଶିବ ବାବାଙ୍କ ପାଖକୁ ଆସିଛୁ। ଚିଠି ମଧ୍ୟ ଲେଖୁଛ ଶିବ ବାବା ମାର୍ଫତ ବ୍ରହ୍ମା, ମାନେ ବ୍ରହ୍ମା ବାବାଙ୍କ ଶରୀରରେ ଶିବ ବାବା ଆସିଛନ୍ତି, ସେଥିରେ ଆମେ ଲେଖୁଛୁ ଶିବ ବାବା ମାର୍ଫତ ବ୍ରହ୍ମା। କାହାକୁ ତୁମେ ଡାକ ଦେଖାଇଲେ ଆଶ୍ଚର୍ଯ୍ୟ ହେବେ, ଶିବ ବାବା ମାର୍ଫତ ବ୍ରହ୍ମା ଏପରି ତ କେବେ ଶୁଣି ନାହାନ୍ତି, ଏ ତ ନୂଆ କଥା। କାରଣ କେହି ଜାଣିନାହାନ୍ତି ଶିବ ବାବା ବ୍ରହ୍ମା ବାବାଙ୍କ ଶରୀରରେ ପ୍ରବେଶ କରିକି ଆମକୁ ଜ୍ଞାନ ଶୁଣାଉଛନ୍ତି। ଶିବ ବାବା ବ୍ରହ୍ମାଙ୍କ ଶରୀରରେ ଆସି ବିଷ୍ଣୁପୁରୀର ସ୍ଥାପନା କରୁଛନ୍ତି, ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି। ଉପରେ ଅଛନ୍ତି ଶିବ ବାବା। ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରିଥିଲେ, ଏବେ ପୁଣି ଥରେ କରୁଛନ୍ତି। କଳ୍ପ ପୂର୍ବରେ ଯେମିତି 5000 ବର୍ଷ ପୂର୍ବେ ପରେ କରିଥିଲେ, ଏବେ ପୁଣି 5000 ବର୍ଷ ପରେ ଆସି କରୁଛନ୍ତି, କାରଣ ଡ୍ରାମା ରିପିଟ୍ ହଉଛି। ଏହା ହେଉଛି ପ୍ରବୃତ୍ତି ମାର୍ଗ। ରାଜବିଦ୍ୟାରେ ମଧ୍ୟ ବ୍ୟାରିଷ୍ଟର ପଢାଇଲେ ପୁଅ ଝିଅ ଉଭୟ ପଢିଥାନ୍ତି। ଝିଅମାନେ ମଧ୍ୟ ଜଜ୍, ବ୍ୟାରିଷ୍ଟର, ଡାକ୍ତର ଆଦି ହେଉଛନ୍ତି। ଏହା ମଧ୍ୟ ପ୍ରବୃତ୍ତି ମାର୍ଗ ଅଟେ। ସନ୍ନ୍ୟାସୀମାନେ ହେଉଛନ୍ତି ନିବୃତ୍ତି ମାର୍ଗର, ସେମାନେ ଅଲଗା ଅଟନ୍ତି। ଏକଥା ମଧ୍ୟ ବାବା ବୁଝାଇଛନ୍ତି। ଶଙ୍କରାଚାର୍ଯ୍ୟ ଯଦି ନ ଆସିଥାନ୍ତେ, ତେବେ ପବିତ୍ରତାର ଅଂଶ ରହିନଥାନ୍ତା। କାରଣ ଶଙ୍କରାଚାର୍ଯ୍ୟ ଯଦି ନ ଆସିଥାନ୍ତେ, ଏତେ ସାରା ଯୋଉ ଧର୍ମ ଆସିଲେ ସମସ୍ତେ କନଭର୍ଟ ହେଇଯାଉଥିଲେ। ସେଥିପାଇଁ ଶଙ୍କରାଚାର୍ଯ୍ୟ ଆସିକି ରିଫର୍ମ କଲେ ଆଉଥରେ ହିନ୍ଦୁତ୍ୱ ଧର୍ମକୁ। ସନାତନ ଧର୍ମ ତ କହିଲେ ପାରିଲେନି, ହିନ୍ଦୁ ଧର୍ମକୁ ଆଉଥରେ ସେ ରିଫର୍ମ କଲେ। ଭାରତ ବିଲକୁଲ ହିଁ ବିକାରରେ ଜଳି ମରିଥାନ୍ତା। ଯୋଉ ଆଗରୁ ଆମର ଆଦି ସନାତନ ଦେବୀ ଦେବତା ଧର୍ମ, ଯାହା ପ୍ରାୟ ଲୋପ ହେଇ ଆସୁଥିଲା, ସେଇଟାକୁ ସେ ଆସିକି ରିଫର୍ମ କଲେ ଶଙ୍କରାଚାର୍ଯ୍ୟ। ଭାରତ, ସେଥିପାଇଁ ବାବା କହୁଛନ୍ତି ସେ ଯଦି ନ ଆସିଥାନ୍ତେ, ତେବେ ତାଙ୍କ ବିନା ପବିତ୍ରତାର ଶକ୍ତିରେ ଏଇ ଆମର ଯୋଉ ରିଲିଜିୟନ କି ଆମର ଯୋଉ ଧର୍ମ ଆଉ ରହିନଥାନ୍ତା। ଭାରତ ବିଲକୁଲ ହିଁ ବିକାରରେ ଜଳି ମରିଥାନ୍ତା, କାରଣ ପବିତ୍ରତା ଶକ୍ତିରୁ ସେ ଥମେଇକି ରଖିଛନ୍ତି। ଭାରତ ବହୁତ ପବିତ୍ର। ବାବା କହୁଛନ୍ତି ଭାରତକୁ ରୋକିବା ପାଇଁ ଏହା ନିର୍ଦ୍ଧାରିତ ହୋଇ ରହିଛି। ଭାରତ ବହୁତ ପବିତ୍ର ଥିଲା, ଏବେ ପୁଣି ଅପବିତ୍ର ହୋଇଯାଇଛି। କାରଣ ଯିଏ ପୁରା ପବିତ୍ର ଥିବ, ସେ ହିଁ ପୁଣି ଆଉଥରେ ପୁରା ଅପବିତ୍ର ହବ। ଏବେ ଭାରତ କେତେ କାଙ୍ଗାଳ ହୋଇଯାଇଛି। କହୁଛନ୍ତି ସୁନାର ଲଙ୍କା ସମୁଦ୍ର ତଳକୁ ଚାଲି ଯାଇଛି। ଲଙ୍କା ତ ସୁନାର ହୋଇପାରିବ ନାହିଁ। ଏସବୁ କାହାଣୀ ବସି ଲେଖିଛନ୍ତି, ଯାହା ଦ୍ୱାରା କିଛି ବି ଲାଭ ହେବ ନାହିଁ। ତୁମେ ଜାଣିଛ, ବାସ୍ତବରେ ବାବା ଆମକୁ ବିଲକୁଲ ସହଜ ଯୋଗର ବଳ ଦ୍ୱାରା କେତେ ଉଚ୍ଚ କରାଉଛନ୍ତି। ବାବା ପ୍ରତିଜ୍ଞା କରୁଛନ୍ତି, ଯଦି ନିରନ୍ତର ୟାଦ କରିବାର ପୁରୁଷାର୍ଥ କରିବ, ତେବେ ବିକର୍ମ ବିନାଶ ହୋଇଯିବ। ଭକ୍ତି ମାର୍ଗରେ ମଧ୍ୟ ୟାଦ କରିବାର ପୁରୁଷାର୍ଥ କରିଛ ନା? କାହିଁକି ୟାଦ କରୁଛନ୍ତି? ଆମକୁ ସାକ୍ଷାତକାର ହେଉ। ଏପରି ନୁହଁ ଯେ ଏଥିପାଇଁ ୟାଦ କରୁଛନ୍ତି କି ଆମକୁ ବାଦଶାହୀ ମିଳିଯାଉ, ଅଥବା ଆମେ ନରରୁ ନାରାୟଣ ହୋଇଯାଉ। ଭକ୍ତି ମାର୍ଗରେ ଗୋଟେ ହିଁ ଆଶା ଥାଏ, ଆମକୁ କେମିତି ଯୋଉ ଦେବୀ ଦେବତାଙ୍କୁ ପୂଜା କରାଯାଏ ତାଙ୍କର ସାକ୍ଷାତକାର ହେଇଯାଏ। ତାଙ୍କର ମେନ୍ ଏମ୍, ମ୍ୟାକ୍ସିମମ୍ ଏମ୍ ସେଇ ଗୋଟେ ହିଁ ଥାଏ। ତୁମର ମଧ୍ୟ ଏହି ଆଶା ନଥିଲା ଯେ ଆମେ ମନୁଷ୍ୟରୁ ଦେବତା ହେବୁ। ଗାୟନ ମଧ୍ୟ କରୁଛନ୍ତି, ମନୁଷ୍ୟ ସେ ଦେବତା କିଏ କରତ ନା ଲାଗେବାର। ତୁମେ ଦେଖୁଛ ବାସ୍ତବରେ କଳିଯୁଗ ପରେ ସତ୍ୟଯୁଗ ଆସିବ। ବାବା କହୁଛନ୍ତି ତୁମେ ଦେଖୁଛ ବାସ୍ତବରେ କଳିଯୁଗ ପରେ ସତ୍ୟଯୁଗ ଆସିବ, କାରଣ ସୃଷ୍ଟି ଚକ୍ର ବୁଲୁଛି। ତ କଳିଯୁଗରେ ଏତେ ମନୁଷ୍ୟ ଅଛନ୍ତି, ସତ୍ୟ ଯୁଗରେ ଗୋଟିଏ ଧର୍ମ ରହିବ। ଏବେ ତୁମକୁ ଆତ୍ମା ଓ ପରମାତ୍ମାଙ୍କର ଜ୍ଞାନ ମିଳିଛି। ଦୁନିଆରେ ଜଣେ ହେଲେ ବି ମନୁଷ୍ୟ ନାହାନ୍ତି ଯାହାଙ୍କ, ବାବା କହୁଛନ୍ତି ଦୁନିଆରେ ଜଣେ ବି ମନୁଷ୍ୟ ନାହାନ୍ତି ଯାହାଙ୍କ ପାଖରେ ଆତ୍ମାର ଜ୍ଞାନ ରହିଛି। ଆତ୍ମାରେ 84 ଜନ୍ମର ଅଭିନୟ କିପରି ନିର୍ଦ୍ଧାରିତ ହୋଇ ରହିଛି, ଏକଥା କେହି ଜାଣିନାହାନ୍ତି। ଏହି ଅକ୍ଷର ମଧ୍ୟ କେବେ କାହାଠାରୁ ଶୁଣି ନାହିଁ, କାରଣ ଏତେ ନୂଆ ଜ୍ଞାନ। ଏ ତ ଯେତେବେଳେ ପରମ ପିତା ପରମାତ୍ମା ଆସିକି ଦେବେ, ସେତିକି ଆମେ ଜାଣିବା। ବାବା ତ ହେଉଛନ୍ତି ଜ୍ଞାନର ସାଗର, ପତିତ ପାବନ ନିରାକାରୀ। ବାବାଙ୍କର 3ଟି ମହିମା ଆଜି ବାବା କହିଲେ, ଜ୍ଞାନର ସାଗର, ପତିତ ପାବନ ନିରାକାରୀ। ତୁମେ ଜାଣିଛ, ଆମର ଆତ୍ମା ଏବେ ପାପ ଆତ୍ମାରୁ ପୁଣ୍ୟ ଆତ୍ମା ହେଉଛି। ସତ୍ୟ ଯୁଗରେ ତ ପୁଣ୍ୟ ଆତ୍ମା ମାନେ ରହିବେ, ଏଠାରେ ସବୁ ପାପ ଆତ୍ମା ମାନେ ଅଛନ୍ତି। ଏପରି ନୁହେଁ ଯେ
ଯିଏ ବହୁତ ଦାନ ପୁଣ୍ୟ କରିଥାନ୍ତି ତାକୁ ପୁଣ୍ୟାତ୍ମା କୁହାଯାଏ ନା, କାରଣ ଏଇ ପୁରୁଣା ପତିତ କଳିଯୁଗ ଦୁନିଆରେ ଆମେ ଯାହା ବି ଦାନ ପୁଣ୍ୟ କରୁଛେ ଆମେ ପତିତ ଆତ୍ମା ମାନଙ୍କ ସହିତ ହିଁ କରୁଛେ। ତ ପରମାତ୍ମା କହୁଛନ୍ତି, ବାବା କହୁଛନ୍ତି ପତିତ ଆତ୍ମାଙ୍କ ସହିତ ଯେତେ ବି ଦାନ ପୁଣ୍ୟ କଲେ ସେଥିରୁ କିଛି ପୁଣ୍ୟ ହୁଏନି, ଉଲ୍ଟି ବେଶୀ ପାପ ହିଁ ହୁଏ। ନା, ପୁଣ୍ୟାତ୍ମା ସତ୍ୟ ଯୁଗରେ ହିଁ ଥାନ୍ତି। ଏଠାରେ ଯେଉଁ ମନୁଷ୍ୟ ଦାନ ପୁଣ୍ୟ କରୁଛନ୍ତି ସେମାନଙ୍କୁ ପୁଣ୍ୟାତ୍ମା ବୋଲି ଭାବୁଛନ୍ତି। ସେଠାରେ ତୁମକୁ ଦାନ ପୁଣ୍ୟ ଆଦି କରିବାର ଆବଶ୍ୟକତା ନାହିଁ। ସେଠାରେ କେହି ଗରିବ ରହିବେ ହିଁ ନାହିଁ। କୋଉଠି? ସତ୍ୟ ଯୁଗରେ କେହି ଗରିବ ହିଁ ନଥିବେ। ସେଠି ଦାନ ପୁଣ୍ୟ କରିବାର ଆବଶ୍ୟକତା ହିଁ ନାହିଁ। ତୁମେ ସେଠାରେ ସବୁବେଳେ ପାଇଁ ପୁଣ୍ୟ ଆତ୍ମା ହୋଇ ରହିବ। 22 କେତେ ଅଧା କଳ୍ପ 2250 ବର୍ଷ ଆମେ ପୁଣ୍ୟ ଆତ୍ମା ହେଇକି ରହିବା। ବାବା କହୁଛନ୍ତି ସେଠି ତ ତୁମେ ଅଧା କଳ୍ପ ପୁଣ୍ୟ ଆତ୍ମା ହେଇ ରହିବ। ତାପରେ ବାବା କହୁଛନ୍ତି ତୁମେ ଶରୀର, ବାବା କହୁଛନ୍ତି ତୁମେ ଶରୀର ମନ ଧନ ସବୁ କିଛି ବେହଦ ବାବାଙ୍କ ଅର୍ଥେ ଦେଉଛ, ଯାହାକୁ ବଲିହାର ଯିବା ବା ସମର୍ପଣ ହେବା କୁହାଯାଉଛି। ବାବା କହୁଛନ୍ତି ପ୍ରଥମେ ମୁଁ ସମର୍ପଣ ହେଉଛି ନା ତୁମେ ହେଉଛ? ବାବା ପଚାରୁଛନ୍ତି କି ପ୍ରଥମେ ସମର୍ପଣ ହେଉଛି? ବାବା କହୁଛନ୍ତି ପ୍ରଥମେ ତୁମେ ସମର୍ପଣ ହେଉଛ, ତେବେ ଯାଇ ପୁଣି 21 ଜନ୍ମ ପାଇଁ ସମର୍ପଣମୟତା ମିଳିବ। ଏବେ ଆମେ ଯୋଉ ସଙ୍ଗମ ଯୁଗରେ ଗୋଟେ ଜନ୍ମ ବାବାଙ୍କୁ ସମର୍ପଣ ହଉଛି, ବାବା ତା ବଦଳରେ 21 ଜନ୍ମ ଆମ ପାଇଁ ସମର୍ପଣ ହେଇଯାଉଛନ୍ତି, ମାନେ ଆମକୁ ସମର୍ପଣମୟତାର ତାର ପ୍ରାଲବ୍ଧ ଦଉଛନ୍ତି। ତ ଆଗେ ଆମକୁ ସମର୍ପଣ ହବାକୁ ପଡିବ। ଏହି କଥା ସବୁ ଏବେ ତୁମେ ଭଲ ଭାବରେ ବୁଝୁଛ, ସିଧାସଳଖ ଶୁଣୁଛ। ଘରେ ରହୁଛ ଓ ସେଠାକୁ ମୁରଲି ଆସିଯାଉଛି, ଦୂରରୁ ଶୁଣୁଛ। ଏବେ ତ ବାବାଙ୍କ ସମ୍ମୁଖରେ ବସିଛ। ବାବା କହୁଛନ୍ତି ପିଲାମାନେ, ମୁଁ ତୁମର ପିତା ମଧ୍ୟ ଅଟେ। ଏଠାରେ ଅନ୍ଧଶ୍ରଦ୍ଧାର କୌଣସି କଥା ନାହିଁ। ସେ ପିତା ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି। ବାବା ଆମର ପିତା ଅଟନ୍ତି, ଶିକ୍ଷକ ମଧ୍ୟ ଓ ସଦ୍ଗୁରୁ ମଧ୍ୟ ଅଟନ୍ତି। ତିନୋଟି ମୁଖ୍ୟ ସମ୍ବନ୍ଧ ଆମର ବାବାଙ୍କ ସହିତ। ବାବାଙ୍କର ହେବା ଦ୍ୱାରା ସେ ଶିକ୍ଷା ଦେଇଥାନ୍ତି। ତୁମ ବୁଦ୍ଧିରେ ଏବେ ସମସ୍ତ ଜ୍ଞାନ ରହିଛି। 84 ଜନ୍ମର ଚକ୍ର ମଧ୍ୟ ତୁମକୁ ବୁଝାଉଛନ୍ତି। ବାବା ଆସିକି ଆତ୍ମାର ଜ୍ଞାନ ଦେଲେ, ତାପରେ ପରମାତ୍ମାର ଜ୍ଞାନ ଦେଲେ, ତାପରେ ତୃତୀୟ ଜ୍ଞାନଟି ଦେଲେ ଚକ୍ରର ଜ୍ଞାନ, 84 ଜନ୍ମର ଚକ୍ରର ଜ୍ଞାନ। ଯେଉଁମାନେ 84 ଜନ୍ମ ନେବେ ନାହିଁ ସେମାନେ ବୁଝିବେ ନାହିଁ। ତୁମେ ଜାଣିଛ ଯେ ବାସ୍ତବରେ ଆମେ 84 ଜନ୍ମର ଚକ୍ର ଲଗାଇ ଏବେ ଘରକୁ ଯାଉଛୁ। ବାବା କହୁଛନ୍ତି ତୁମେ ଆତ୍ମା ଅଶରୀରୀ ହୋଇ ଆସିଥିଲ, ପୁଣି ତୁମକୁ ଅଶରୀରୀ ହୋଇ ଘରକୁ ଫେରିବାକୁ ହିଁ ପଡିବ। ଆମେ ଯେମିତି ଆସିଥିଲେ ଆମେ ସେମିତି ହିଁ ଯିବା, କାରଣ ଆମ ଘର ହଉଛି ପରମଧାମ, ସେଠି ଆତ୍ମା ଅଶରୀରୀ ଅବସ୍ଥାରେ ରହେ। ତୁମେ ପବିତ୍ର ଆତ୍ମା ହୋଇ କରି ଯାଉଛ। ପବିତ୍ର ହେବା ପାଇଁ ତୁମେ ପୁରୁଷାର୍ଥ କରୁଛ, କାରଣ ଆତ୍ମା ଆସିଥିଲା ପବିତ୍ର ହେଇକି, ମାନେ ଜୀବ ହିଁ ପବିତ୍ର, କାରଣ ଦୁନିଆ ହିଁ ପବିତ୍ର, ସେଠି ଅପବିତ୍ର ଆତ୍ମା ଯାଇ ହିଁ ପାରିବ ନାହିଁ। ସେଥିପାଇଁ ଆମକୁ ଯୋଗ ବଳ ଦ୍ୱାରା ଆମର ସବୁ ଯାହା ବି ଖାଦ ପଡିଛି ଆତ୍ମାରେ ବିକର୍ମ ବିନାଶ କରିକି ପବିତ୍ର ହେଇକି ଘରକୁ ଯିବାକୁ ପଡିବ। ଯଦି ଯୋଗ ବଳରେ ନ କରିବା ତ ଦଣ୍ଡ ଭୋଗିବାକୁ ପଡିବ। ବାବା କହୁଛନ୍ତି ପବିତ୍ର ହେବା ପାଇଁ ତୁମେ ପୁରୁଷାର୍ଥ ଏବେ କରୁଛ। କେବେ? ଏବେ ପୁରୁଷୋତ୍ତମ ସଂଗମୀ କଲ୍ୟାଣକାରୀ ଯୁଗରେ, ସଙ୍ଗମ ଯୁଗରେ। ଯୋଗ ବଳ ଅର୍ଥାତ୍ ୟାଦ୍ର ବଳ ଦ୍ୱାରା ତୁମେ ପବିତ୍ର ହୋଇଯିବ। ଯୋଗ ଶବ୍ଦ ଶାସ୍ତ୍ରର ଅଟେ। ଏଠାରେ ସଠିକ ଶବ୍ଦ ହେଲା ୟାଦ। ସ୍ତ୍ରୀକୁ ସ୍ୱାମୀର ଅଥବା ପୁରୁଷଙ୍କୁ ପତ୍ନୀର ୟାଦ ରହିଥାଏ। ଯୋଗ କହିଲେ ବହୁତ ବଡ ଶବ୍ଦ ଲାଗୁଛି, ସେଥିପାଇଁ ବାବା ତାକୁ ବହୁତ ସରଳ କରିଦେଇଛନ୍ତି ୟାଦ। ୟାଦ ମାନେ ଖାଲି ମନେ ପକେଇବା। ଯୋଗ ମାନେ ଆମେ ଭାବୁଛେ ବହୁତ କଣ କିଛି କରିବାକୁ ପଡିବ, କିନ୍ତୁ ବାବା କହୁଛନ୍ତି ଯୋଗ ମାନେ ୟାଦ, ଖାଲି ମନେ ପକେଇବାକୁ ପଡିବ। ଯୋଗର ଅର୍ଥ ହିଁ ହେଉଛି ୟାଦ। ବାବା ମଧ୍ୟ କହୁଛନ୍ତି ମତେ ୟାଦ କର ଏବଂ ଅନ୍ୟମାନଙ୍କ ସଙ୍ଗକୁ ବୁଦ୍ଧି ଯୋଗ ତୁଟାଇ ନିଜ ପିତାଙ୍କ ସହିତ ବୁଦ୍ଧି ଯୋଗ ଯୋଡ, ୟାଦ କର। ଯେତେ ୟାଦ କରିବ ସେତେ ତୁମର ବିକର୍ମ ବିନାଶ ହେବ। ସେକେଣ୍ଡ ବାଇ ସେକେଣ୍ଡ ଆମେ ସଫଳ କରିକି ସେକେଣ୍ଡ ବାଇ ସେକେଣ୍ଡ ଆମେ କମେଇ କରିପାରିବା। ଯେତେ ୟାଦ କରିବ ସେତେ କମାଇ ହେବ ଆମର। ବାସ୍ତବରେ ବାବା କହୁଛନ୍ତି ବାସ୍ତବରେ ଭାରତକୁ କଳ୍ପ କଳ୍ପ ବର୍ଷା ମିଳୁଛି। ବିଜୟ ଜୟନ୍ତୀ ମଧ୍ୟ ପ୍ରସିଦ୍ଧ ଅଟେ, ଶିବ ଜୟନ୍ତୀ ମଧ୍ୟ ପ୍ରସିଦ୍ଧ ଅଟେ। ଯେପରି ବୁଦ୍ଧ, ଖ୍ରାଇଷ୍ଟ ଆଦିଙ୍କ ଜୟନ୍ତୀ ହେଉଛି, ସେହିପରି ନିରାକାର ଶିବଙ୍କର ମଧ୍ୟ ଜୟନ୍ତୀ ହେଉଛି। ସେ ହେଲେ ଉଚ୍ଚରୁ ଉଚ୍ଚ। ଶ୍ରୀକୃଷ୍ଣ ଜୟନ୍ତୀ ମଧ୍ୟ ପ୍ରସିଦ୍ଧ ଅଟେ, କିନ୍ତୁ ସେ ଆସି କଣ କରୁଛନ୍ତି ଏକଥା କେହି ଜାଣିନାହାନ୍ତି। କେହି ଜାଣିନାହାନ୍ତି ଶିବ ବାବା ଆସି କଣ କରୁଛନ୍ତି। ଶ୍ରୀକୃଷ୍ଣ ସତ୍ୟଯୁଗର ରାଜକୁମାର ଥିଲେ, ନିଶ୍ଚୟ ତାଙ୍କୁ କେହି ଏପରି କର୍ମ ଶିଖାଇଥିଲେ। ସେ ଯେବେ ରାଜକୁମାର ଥିଲେ ତାଙ୍କୁ ତ କିଏ ତ ଏମିତି କର୍ମ ଶିଖାଇଥିବ, କେହି ଜାଣିପାରୁନାହାନ୍ତି। ଯାହା ଫଳରେ ସତ୍ୟଯୁଗର ରାଜକୁମାର ହୋଇଥିଲେ। ସେ ପ୍ରାଲବ୍ଧ କେମିତି ପାଇଥିଲେ? ଏଇ ପୁରୁଷାର୍ଥ କରିକି ସଙ୍ଗମ ଯୁଗରେ ପାଠ ପଢିକି ସେ ନମ୍ବର 1 ପ୍ରିନ୍ସ ହେଲେ।
ଛୋଟ ପିଲା ତ ପବିତ୍ର ହିଁ ଅଟନ୍ତି, ସେଠାରେ ବିକାରର କୌଣସି କଥା ରହିବ ନାହିଁ। ଛୋଟ ପିଲା ତ ଶୁଦ୍ଧ ପବିତ୍ର ହୋଇ ହିଁ ଥାଏ। ଏବେ କଳିଯୁଗରେ ମଧ୍ୟ ଛୋଟ ପିଲାଟି ସବୁବେଳେ ପବିତ୍ର ଥାଏ, ସବୁବେଳେ ନିର୍ବିକାରୀ ଥାଏ। ଭଗବାନ ତ ଏକ ହିଁ ନିରାକାର ଅଟନ୍ତି, ଭଗବାନ ହେଉଛନ୍ତି ଜଣେ, ବାକି ସବୁ ହେଲେ ତାଙ୍କର ରଚନା। ରଚନା ଠାରୁ କେବେ ରଚନାକୁ ବର୍ଷା ମିଳିପାରିବ ନାହିଁ। ସେଥିପାଇଁ ପରମାତ୍ମା କହୁଛନ୍ତି କୃଷ୍ଣଙ୍କଠୁ ଆମକୁ କିଛି ବର୍ଷା ମିଳିପାରିବନି, କାରଣ ସେ ହେଉଛନ୍ତି ରଚନା, ସେ ତ ଆମ ଭାଇ। ତ ସବୁବେଳେ ବର୍ଷା ବାପାଠୁ ମିଳେ, ଭାଇଠୁ ମିଳେନି। ରଚନା ଠାରୁ କେବେ ରଚନାକୁ ବର୍ଷା ମିଳିପାରିବ ନାହିଁ। ଆମେ ସବୁ ହେଲେ ବାବାଙ୍କର ରଚନା, ତ ଆମେ ସବୁ ରଚନା ଆପସ ମେ ଭାଇ ଭାଇ, ତ ଆମକୁ ବର୍ଷା ବାବାଙ୍କଠୁ ମିଳିବ। ବର୍ଷା ବା ସମ୍ପତ୍ତି ବାବାଙ୍କ ଠାରୁ ମିଳିବ, ଭାଇକୁ ଭାଇ ଠାରୁ ବର୍ଷା ମିଳିପାରିବ ନାହିଁ। ତୁମେ ସବୁ ଭାଇ ଭାଇ ଅଟ। ଭାଇ ଭାଇ ବୋଲି କହିଥାନ୍ତି ନା, ଆତ୍ମା ରୂପରେ ଆମେ ସବୁ ଭାଇ ଭାଇ, ତାପରେ ଶରୀରକୁ ଆସିଲେ ଆମେ ଭାଇ ଭଉଣୀ। ଭାଇ ଭାଇ ବୋଲି କହିଥାନ୍ତି ନା, ବାବା ତ ଜଣେ ଅଟନ୍ତି, ବର୍ଷା ତାଙ୍କ ଠାରୁ ମିଳିବ। ସମସ୍ତେ ଭାଇମାନଙ୍କର ସଦ୍ଗତି ଦାତା ଏକମାତ୍ର ବାବା ଅଟନ୍ତି। ସବୁ ଆତ୍ମା ମାନଙ୍କୁ ବାବାଙ୍କ ଠାରୁ ବର୍ଷା ମିଳୁଛି। ବାବା କହୁଛନ୍ତି ମୁଁ ଆତ୍ମା ମାନଙ୍କୁ ଆସି ପାଠ ପଢାଉଛି, ଆତ୍ମା ମାନଙ୍କୁ ସଦ୍ଗତି ଦେଉଛି। ବାବା ବସି ରାଜଯୋଗ ଶିଖାଉଛନ୍ତି। ଏହି ପାଠ ପଢାର ପଦବୀ ତୁମକୁ ଏଠାରେ ମିଳିବ ନାହିଁ। ସେମାନେ ବ୍ୟାରିଷ୍ଟର ଆଦି ଏହି ଜନ୍ମରେ ହେଉଛନ୍ତି, ପୁଣି ପର ଜନ୍ମରେ ଆଉ ଥରେ ପାଠ ପଢିବେ, ପୁଣି ଆଉ ଥରେ ଜନ୍ମ ପାଇଲେ ଏ ଫର ଆପେଲ, ବି ଫର ବଲ୍ ପଢିବେ, ସି ଫର କ୍ୟାଟ ପଢିବେ। ତ ସେଥିପାଇଁ ବାବା କହୁଛନ୍ତି ଏଇ ତ ବିନାଶୀ ପଢାଇ, ଏ ଜନ୍ମର ପାଠ ପଢିବେ, ଭଲ ଡାକ୍ତର ଇଞ୍ଜିନିୟର ଏଇ ଜନ୍ମ ହେଲେ ପୁଣି ଥରେ ଶରୀର ଛାଡିକି ନୂଆ ଜନ୍ମ ପାଇଲେ ପୁଣି ଷ୍ଟାର୍ଟିଂରୁ ପାଠ ପଢିବାକୁ ପଡିବ। ତୁମେ ଜାଣିଛ ଏହି ପାଠ ପଢା ଦ୍ୱାରା ଆମେ 21 ଜନ୍ମ ପାଇଁ ପ୍ରାରବ୍ଧ ପାଉଛୁ, କିନ୍ତୁ ଏବେ ଆମେ ସଙ୍ଗମ ଯୁଗରେ ପରମାତ୍ମା ଆମକୁ ଯୋଉ ପାଠ ପଢାଉଛନ୍ତି ଏଇ ଜନ୍ମ ଅବିନାଶୀ ପଢାଇ, ଏ ଅବିନାଶୀ ପଢାଇ ଆମ ପାଇଁ 21 ଜନ୍ମର ପ୍ରାରବ୍ଧ ଦଉଛି। ସତ୍ୟ ଯୁଗରେ ଡାକ୍ତର ଆଦି କେହି ରହିବେ ନାହିଁ, କାରଣ ରୋଗ ହିଁ ନଥିବେ ତ ଡାକ୍ତରର ଆବଶ୍ୟକତା ନାହିଁ। ସେଠାରେ ରୋଗ ହିଁ ହେବ ନାହିଁ, ତୁମେ ସେଠାରେ ଗର୍ଭ ମହଲରେ ରହିବ। ଏବେ ତ ଆମେ ଗର୍ଭ ଜେଲରେ ରହୁଛେ, ଏଠାରେ ଗର୍ଭ ଜେଲରେ ରହୁଛେ, ସେଥିପାଇଁ ବହୁତ ଦଣ୍ଡ ମିଳିଥାଏ। ସେଥିପାଇଁ ଡାକୁଛନ୍ତି ଏହି ଜେଲରୁ ବାହାର କର, ଆମେ ଆଉ କୌଣସି ଭୁଲ କରିବୁ ନାହିଁ। ପିଲାଟି ଯେତେବେଳେ ପେଟରେ ଥାଏ ସବୁ ସାକ୍ଷାତକାର ହୁଏ, ପରମାତ୍ମାଙ୍କୁ ବାବାଙ୍କୁ କୁହେ ମତେ ଏଇ ପେଟରୁ ବାହାର କର, ଏଇ ଗର୍ଭ ଜେଲରୁ ବାହାର କର, ମୁଁ ଆଉ କିଛି ପାପ କରିବିନି। ତାପରେ ଯେତେବେଳେ ଜେଲରୁ ବାହାରେ କଣ କୁହେ, କ୍ୱାଉଁ କ୍ୱାଉଁ ମାନେ ୱାହାଁ କା ୱାହାଁ, ୱାଉଁ ୱାଉଁ ମାନେ ୱାହାଁ କା ୱାହାଁ, ସବୁ ଭୁଲିଯାଏ, ପୁଣି ଆଉ ଥରେ ପାପ କରିବା ଷ୍ଟାର୍ଟ କରେ। ବାବା କହୁଛନ୍ତି ଏଠାରେ ଗର୍ଭ ଜେଲରେ ରହୁଛ, ଯେଉଁଠାରେ ବହୁତ ଦଣ୍ଡ ମିଳିଥାଏ, ସେଥିପାଇଁ ଡାକୁଛନ୍ତି ହେ ଏହି ଜେଲରୁ ବାହାର କର, ଆମେ ଆଉ କୌଣସି ଭୁଲ କରିବୁ ନାହିଁ। ଧର୍ମରାଜଙ୍କ ସହିତ ପ୍ରତିଜ୍ଞା କରୁଛନ୍ତି, ଏଠାରେ ତୁମକୁ ଶିବ ବାବା ପାଖରେ ପ୍ରତିଜ୍ଞା କରିବାକୁ ହେବ। ବାବା ଆମେ କେବେ ହେଲେ ବିକର୍ମ କରିବୁ ନାହିଁ, 5 ବିକାର ଆମେ ଆପଣଙ୍କୁ ଦେଇ ଦେଇଛୁ। ଏକଥା ମଧ୍ୟ ବାବା ଜାଣିଛନ୍ତି ଯେ ବିକାର ତୁରନ୍ତ ଛାଡି ହେବ ନାହିଁ, ଭିତରେ ଡର ରହିବା ଦରକାର। ଯଦି ଆମେ ବିକାରର ଦାନ ଦେଇ ପୁଣି ନେବୁ ତେବେ ବହୁତ ବଡ ପାପ ହୋଇଯିବ। ଯେପରି ରାଜା ହରିଶ୍ଚନ୍ଦ୍ରଙ୍କ ଉଦାହରଣ ରହିଛି। ବାବା ଜାଣିଛନ୍ତି ଏପରି ନୁହେଁ ଯେ 5 ବିକାର ତୁରନ୍ତ ଛାଡି ପଳାଇବ, ନା, ସେଥିପାଇଁ ସମୟ ଲାଗିବ। ତୁମର କର୍ମାତୀତ ଅବସ୍ଥା ହେବ, ତେବେ ଯାଇ ଲଢେଇ ଲାଗିବ। ଏହି 5 ବିକାର ହେଉଛି ବହୁତ ବଡ ଶତ୍ରୁ, ସେଥିରେ ମଧ୍ୟ ମୁଖ୍ୟ ହେଉଛି ଦେହ ଅଭିମାନ। ଏହାର ଦାନ ଦେବା କେତେ ମୁସ୍କିଲ। ଘଡିକୁ ଘଡି ବାବା କହୁଛନ୍ତି ନିଜକୁ ଆତ୍ମା ମନେ କରି ମତେ ମନେ ପକାଅ, କିନ୍ତୁ ଏପରି ହେଉନାହିଁ। ଦେହ ଅଭିମାନୀ ହେବା ଦ୍ୱାରା ପୁଣି କାମର ଚୋଟ ପଡୁଛି। ତ ଦେହ ଅଭିମାନୀ ହେଲେ ଫାଷ୍ଟ ଚୋଟ ପଡୁଛି କାମ ବିକାରର ଚୋଟ, ସବୁଠୁ ବଡ ହଉଛି ଦେହ ଅଭିମାନ, ତାପରେ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର। ଦେହ ଅଭିମାନରୁ ସବୁ ଏହା ଆସେ। ଦେହ ଅଭିମାନୀ ହେବା ଦ୍ୱାରା ପୁଣି କାମର ଚୋଟ ପଡୁଛି। ଦେହ ଅଭିମାନ ସବୁଠାରୁ ତୀକ୍ଷ୍ଣ ଅଟେ। ଦେହୀ ଅଭିମାନୀ ହେବା ପାଇଁ ମେହନତ କରିବାକୁ ପଡିବ। ଦେହୀ ଅଭିମାନୀ ମାନେ ଆତ୍ମ ଅଭିମାନୀ ହେବାକୁ ମେହନତ କରିବାକୁ ପଡିବ। ମୁଖ୍ୟ ଦେହ ଅଭିମାନ ଆସିବା ଦ୍ୱାରା ହିଁ ପାପ ହୋଇଥାଏ। ସେଥିପାଇଁ 5 ବିକାରକୁ ଦାନରେ ଦେବାକୁ ପଡିବ, ଏଥିରେ ସମୟ ଲାଗୁଛି। ସାଜନଙ୍କ ବିନା ସଜନୀ ମାନେ ତ ଯାଇପାରିବେ ନାହିଁ। ଶିବ ବାବାଙ୍କ ବିନା ତ ଆମେ ସଜନୀ, ଆମେ ଆତ୍ମା ସଜନୀ, ଶିବ ବାବା ସାଜନ, ତାଙ୍କ ବିନା ତ ଆମେ ଯାଇପାରିବା ନାହିଁ ଘରକୁ। ପ୍ରଥମେ ସାଜନକୁ ଯିବାକୁ ହେବ, ପରେ ସଜନୀ ମାନେ ଯିବେ। ସାଜନକୁ ଆସି ସବୁ ଆତ୍ମା ମାନଙ୍କୁ ନେଇଯିବାକୁ ହେବ। ଯେ ପର୍ଯ୍ୟନ୍ତ କର୍ମାତୀତ ଅବସ୍ଥାନ ହୋଇଛି ସେ ପର୍ଯ୍ୟନ୍ତ ପୁରୁଷାର୍ଥ କରିବାକୁ ପଡିବ। ଦେହ ଅଭିମାନ ଆସିବା ଦ୍ୱାରା ହିଁ ପୁଣି ଭୁଲ ହେଉଛି। କହୁଛନ୍ତି ବାବା ଦେହ ଅଭିମାନରେ ଆସିବା ଦ୍ୱାରା ବିକାରରେ ପଡିଛୁ। ତୋଫାନ ତ ବହୁତ ଆସିବ, ବିକାରର ସଂକଳ୍ପ ଆସିଲେ ମଧ୍ୟ କର୍ମେନ୍ଦ୍ରିୟ ଦ୍ୱାରା କେବେ କୌଣସି ପାପ କର ନାହିଁ। ମାୟାକୁ ଜିତିବା ପାଇଁ କେତେ ମେହନତ କରିବାକୁ ପଡୁଛି। ବାବା କହୁଛନ୍ତି ଯଦି ବିବାହ କରୁଛ ତେବେ ପବିତ୍ର ରହି ଦେଖାଅ, ତେବେ ସନ୍ନ୍ୟାସୀ ମାନେ ମଧ୍ୟ ଦେଖିବେ। ତୁମର ରାଜଯୋଗ ଦେଖ କେତେ ଉଚ୍ଚ, ସେମାନେ ତ
ପବିତ୍ର ରହିବାକୁ ଘର ଦ୍ୱାର ଛାଡିକି ଚାହୁଁଛନ୍ତି। ଆମେ ଯଦି ଘର ଗୃହସ୍ଥରେ ରହିକି ପବିତ୍ର ରହିବା ତ ଆମେ ତାଙ୍କ ପାଇଁ ଏକ୍ସାମ୍ପଲ ହେବା। ସନ୍ନ୍ୟାସ ମାନଙ୍କୁ କହିବା କି ଘର ଦ୍ୱାର ଛାଡିବା ଦରକାର, ଆମେ ଘରେ ରହିକି ବି ପବିତ୍ର ରହିପାରିବା। ତୁମର ରାଜଯୋଗ ଦେଖ କେତେ ଉଚ୍ଚ, ପବିତ୍ର ରହି ଦେଖାଅ, ତେବେ ବହୁତ ଉଚ୍ଚ ପଦ ପାଇବ। ତୁମ ନିକଟରେ ସମସ୍ତେ ନତମସ୍ତକ ହୋଇଯିବେ। ବାବା ମଧ୍ୟ ମହିମା କରୁଛନ୍ତି, ଯଦିଓ ପବିତ୍ର ରହୁଛନ୍ତି, ପୁଣି ଯୋଗ ମଧ୍ୟ କରିବା ଦରକାର। ଯୋଗରେ ହିଁ ଘଡ଼ିକୁ ଘଡ଼ି ବିଘ୍ନ ପଡୁଛି, ଦେହ ଅଭିମାନ ଆସିଯାଉଛି। ପବିତ୍ର ରହୁଛନ୍ତି ତାହା ତ ଠିକ, ପବିତ୍ରତା ଦ୍ୱାରା ହିଁ ପବିତ୍ର ଦୁନିଆର ବର୍ଷା ପାଇବ। ପବିତ୍ର ଦୁନିଆ କୋଉଟା? ସତ୍ୟ ଯୁଗର ବର୍ଷା ମିଳିବ। କିନ୍ତୁ ମାୟା ମଧ୍ୟ ନିଜର ପ୍ରଭାବ ଦେଖାଇବ। ମାୟା ବହୁତ ବିଘ୍ନ ପକାଇଥାଏ। ବାବା କହୁଛନ୍ତି ମାୟା ବହୁତ ବିଘ୍ନ ପକାଇଥାଏ। ବାବା ବୁଝାଉଛନ୍ତି ଏସବୁ ହେବ। ବାହାଦୁରୀ ଦେଖାଉଛନ୍ତି, କିନ୍ତୁ ତା ସହିତ ନିରନ୍ତର ୟାଦ ମଧ୍ୟ ରହିବା ଉଚିତ, ତେବେ ଯାଇ ବିକର୍ମ ବିନାଶ ହେବ। ଯେଉଁମାନେ ଶକ୍ତିଶାଳୀ ଯୋଦ୍ଧା ହୋଇଥାନ୍ତି ତାଙ୍କୁ ମାୟା ମଧ୍ୟ ବହୁତ ହଇରାଣ କରିଥାଏ। ସେମାନେ ୟାଦରେ ମୁସ୍କିଲ ରହିପାରିବେ। ଯିଏ ରହିପାରିବେ ତାକୁ ଅନୁଭବ ପଚାରିବା ଦରକାର। କଣ ଭାବୁଛନ୍ତି, କିପରି ରହୁଛନ୍ତି? ୟାଦରେ ରହିବା ଦ୍ୱାରା ବିକର୍ମ ବିନାଶ ହେବ। ଗୋଟିଏ ହିଁ ପନ୍ଥା, ୟାଦରେ ହିଁ ବିକର୍ମ ବିନାଶ ହେବ। ଏହି କଥା ହିଁ ବିଲକୁଲ ଅଲଗା ଓ ନୂଆ ଅଟେ। ଏଠାରେ ବସିଥିବାରୁ ନିଶା ଚଢି ଯାଉଛି, ପୁଣି ଏଠୁ ବାହାରୁ ବାହାରୁ ସୋଡା ୱାଟର ହେଇଯାଉଛି। ଯେତେବେଳେ ଆମେ ମୁରଲି ଶୁଣୁଛେ ନିଶା ଚଢୁଛି, ଯେମିତି ଗେଟ୍ ଖୋଲିକି ବାହାରୁଛି ଆମେ ସେଣ୍ଟର, ସବୁ ସୋଡା ୱାଟର ହେଇଯାଉଛି। ଏକଥା ମଧ୍ୟ ବୁଝୁଛ ଯେ ଭଗବାନ ଏକ ହିଁ ନିରାକାର ଅଟନ୍ତି ନା, ସେ ନା କି ଶ୍ରୀକୃଷ୍ଣ। ବାସ୍ତବରେ ଶ୍ରୀକୃଷ୍ଣଙ୍କ ପାଇଁ ଶାସ୍ତ୍ରରେ ଅନେକ କଥା ଲେଖି ଦେଇଛନ୍ତି। ଉଖରି ବା ଉଦଖଳାରେ ବାନ୍ଧିଲେ, ଏପରି କଲେ, ଏଭଳି କୌଣସି କଥା ନାହିଁ। ସେ ତ ପ୍ରିନ୍ସ ଥିଲେ, ତାଙ୍କୁ ବନ୍ଧା କାହିଁକି ହବ? ସେ କଣ ଦୁଷ୍ଟାମି କରିବେ? ଏପରି କେହି ତାଙ୍କର ଗ୍ଲାନି କରୁଛନ୍ତି, ଅପମାନ କରୁଛନ୍ତି। କାହାର? ଶ୍ରୀକୃଷ୍ଣଙ୍କର। ଶ୍ରୀକୃଷ୍ଣଙ୍କ ପାଖରେ ତ କୌଣସି ବି ଅବଗୁଣ ନଥିଲା। ସେ ତ 16 କଳା ସମ୍ପୂର୍ଣ୍ଣ ଥିଲେ, ସମ୍ପୂର୍ଣ୍ଣ ନିର୍ବିକାରୀ। ଚଞ୍ଚଳତା କରିବା ଏହା ମଧ୍ୟ ଅବଗୁଣ ଅଟେ ନା? ଯଦି ଦୁଷ୍ଟାମି କରିବେ ଛୋଟବେଳେ, ଏଇଟା ତ ଅବଗୁଣ ଅଟେ ନା? ବାବା କହୁଛନ୍ତି ସେ କିଛି ବି ଅବଗୁଣ କରୁନଥିଲେ। ଶ୍ରୀକୃଷ୍ଣ ତ ସମ୍ପୂର୍ଣ୍ଣ ମର୍ୟାଦା ପୁରୁଷୋତ୍ତମ ଅଟନ୍ତି। ତାଙ୍କର ମହିମା କଣ? 16 କଳା ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ, ଅହିଂସା, ପରମ ମର୍ୟାଦା ପୁରୁଷୋତ୍ତମ। ଟୋଟାଲ ହଉଛି 16 କଳା ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ, ମର୍ୟାଦା ପୁରୁଷୋତ୍ତମ, ଅହିଂସା, ପରମ। ଚଞ୍ଚଳତା ବାବା କହୁଛନ୍ତି ଶ୍ରୀକୃଷ୍ଣ ତ ସମ୍ପୂର୍ଣ୍ଣ ମର୍ୟାଦା ପୁରୁଷୋତ୍ତମ ଅଟନ୍ତି। ତାଙ୍କର ମହିମା ଗାନ କରୁଛନ୍ତି। ସର୍ବଗୁଣ ସମ୍ପନ୍ନ ଗାୟନ କରାଯାଏ। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ। କୁହ ଆମର ତ ଗୁରୁ ନାହାନ୍ତି, ଆମେ ଏହାଙ୍କୁ ନା ଗୁରୁ ନା ଈଶ୍ୱର ବୋଲି ମାନୁଛୁ। ପତିତ ପାବନ ତ ଜଣେ ହିଁ ନିରାକାର ଅଟନ୍ତି ନା। ସାକାର ଗୁରୁ କେହି ପତିତ ପାବନ ହୋଇପାରିବେ ନାହିଁ। ଏହି ସମୟରେ ତୁମେ ପରମ ପିତା ପରମାତ୍ମାଙ୍କର ସମସ୍ତ ଜୀବନ କାହାଣୀକୁ ଜାଣୁଛ। 5000 ବର୍ଷରେ ଶିବ ବାବାଙ୍କର କଣ ପାଠ ଚାଲୁଛି, ଏହା ତୁମେ ବାବାଙ୍କ ଦ୍ୱାରା ଜାଣୁଛ। ସିଏ ତ ଜ୍ଞାନର ସାଗର ଅଟନ୍ତି ନା, ସୁଖ ଶାନ୍ତି ଆନନ୍ଦର ସାଗର। ଏହି ମହିମା ତାଙ୍କର ଅଟେ। ବାବାଙ୍କ ପାଖରେ ସମ୍ପତ୍ତି ଅଛି, ତେଣୁ ନିଶ୍ଚୟ ପିଲାମାନଙ୍କୁ ମଧ୍ୟ ଦେଇଥିବେ ନା। ତ ବାପାର ସମ୍ପତ୍ତି ଅଛି ମାନେ ପିଲାମାନେ ତାର ଅଧିକାରୀ। ଆଚ୍ଛା, ମିଠା ମିଠା ଶିଖିଲା ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆମ ସବୁ ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ନମସ୍ତେ 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 ବାବା, ନମସ୍ତେ। ଶୁକ୍ରିୟା ବାବା, ଶୁକ୍ରିୟା, ଦିଲ ସେ ଶୁକ୍ରିୟା। ଆଜିର ଧାରଣା ପାଇଁ ମୁଖ୍ୟ ସାର। 1. କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବା ପାଇଁ ଏହି କର୍ମେନ୍ଦ୍ରିୟଙ୍କ ଦ୍ୱାରା କୌଣସି ବି ଭୁଲ କରିବାର ନାହିଁ। ପବିତ୍ର ରହିବା ସହିତ ୟାଦର ଯାତ୍ରାରେ ମଧ୍ୟ ମଜବୁତ ହେବାକୁ ପଡିବ। 2. ସର୍ବଦା ପୁଣ୍ୟ ଆତ୍ମା ହେବା ପାଇଁ ଶରୀର ମନ ଧନ ଦ୍ୱାରା ବାବାଙ୍କ ପାଖରେ ସମର୍ପଣ ହେବାକୁ ପଡିବ। ଥରେ ମାତ୍ର ସମର୍ପଣ ହେଲେ 21 ଜନ୍ମ ପାଇଁ ପୁଣ୍ୟ ଆତ୍ମା ହୋଇଯିବ। ଆଜିର ବରଦାନ। ସହଜ ଯୋଗକୁ ନିଜର ସ୍ୱଭାବ ଏବଂ ସ୍ୱାଭାବିକ କରୁଥିବା ପ୍ରତ୍ୟେକ ବିଷୟରେ ନିପୁଣ ହୁଅ। ସହଜ ଯୋଗକୁ ନିଜର ସ୍ୱଭାବ ଏବଂ ସ୍ୱାଭାବିକ କରୁଥିବା ପ୍ରତ୍ୟେକ ବିଷୟରେ ନିପୁଣ ହୁଅ। ତା ପାଇଁ ବାବା କହୁଛନ୍ତି ଯେପରି ବାବାଙ୍କର ସନ୍ତାନ ଅଟ, ସେଥିରେ କୌଣସି କମ ବେଶୀ ନାହିଁ। ସେହିପରି ନିରନ୍ତର ସହଜ ଯୋଗୀ ବା ଯୋଗୀ ହୋଇ ରହିବାର ସ୍ଥିତି ଏବେ ସମାପ୍ତ ହୋଇଯିବା ଦରକାର। ଯୋଉ କମି ଅଛି ସହଯୋଗୀ ହେବାରେ, ସେଟା ସମାପ୍ତ ହୋଇଯିବା ଦରକାର। ନିରନ୍ତର ଯୋଗ ତୁମର ସ୍ୱାଭାବିକ ନେଚରରେ ପରିଣତ ହୋଇଯିବା ଦରକାର। ଯେପରି କାହାର ଯଦି କୌଣସି ବିଶେଷ ନେଚର ଥାଏ, ନା ଚାହିଁଲେ ମଧ୍ୟ ସେହି ନେଚରର ବଶୀଭୂତ ହୋଇ କାର୍ଯ୍ୟ କରିଥାନ୍ତି, ସେହିପରି ଏହା ମଧ୍ୟ ତୁମର ନେଚର ହୋଇଯାଉ। କଣ କରିବି, କିପରି ଯୋଗ ଲଗାଇବି, ଏଭଳି କଥା ସମାପ୍ତ ହୋଇଯାଉ। ତାହା ହେଲେ ସବୁ ବିଷୟରେ
परफेक्ट अर्थात संपूर्ण होइजिब संपूर्णता अर्थात कौनसी प्रकारर प्रभाररु प्रभावरु मुक्त एवं त्रुटि शून्य अवस्था। आजिर स्लोगन जदि सहन करिवार अछि तेबे खुशी खुशी रे कर बाध्य बाध्यकतारे नुहे। जदि सहन करिवार अछि तेबे खुशी खुशी रे हो बाध्य बाध्यकतारे नुहे। आजिर अव्यक्ति सारा ज्वाला स्वरूप स्थिति रे रही शक्तिशाली जोगर अनुभव कर। ज्वाला स्वरूप स्थिति रे रही शक्तिशाली जोगर अनुभव कर। तापे बाबा कहउछन्ति शक्तिशाली जोग अर्थात लगन रो अग्नि यह ज्वाला स्वरूप रो यादि भ्रष्टाचार अत्याचार रो अग्नि को समाप्त करिवो एवं सर्व आत्मा को सहयोग देव। एहिथ्रु ही बेहद्र वैरागी वृत्ति प्रज्वलित हेब। जोगर अग्नि गोटिए पटे सेही अग्नि को समाप्त करिवो अन्य पटे आत्मा मानक परमात्मा संदेश शीतल स्वरूपर अनुभूति कराइब। एहा द्वारा ही आत्मा माने पापर अग्निरु मुक्त होई पारिबे। अच्छा, ओम शांति।